ओं नमो भगवते वासुदेवाय। श्रीमद्भागवत सप्तम स्कंध एकादश अध्याय। नारद उवाच। नारद युधिष्ठिर पासे कहन्ति अध्याय एकादशे। मनुष्य वर्ण धर्म जेते जे चारि वर्ण ए जगते नथान्ति पाषाण्डଙ୍କ मते गोविंद भजी शुद्ध चित्ते मुख्य साधन आदि करी जे कर्मे सिद्ध नर हरि। दश अध्याये महामुनि कहिले भक्ति ज्ञान बेनी। पांच अध्याये पुणी एबे कर्मयोग कुसे कहिबे। सुख कहन्ति भक्ति मार्गे आनंदे परीक्षित आगे। सुखवाच शुणी नारद मुखु कथा से धर्म सूत शुद्ध चेता। से प्रहलादर चरित सुसाधु सभा मध्य गीत। उत्तम मध्य जे अग्रणी जाहार आत्मा चक्रपाणी। तार चरित धर्मसूत शुणी आनंदे हरषित। ब्रह्मानंदन परिमुखे पुणी पुछिले आत्मसुखे। युधिष्ठिर वाच मनुष्य जन्मर स्वधर्म जे वर्णे बसाधि जे वा कर्म। युधिष्ठिर वाच मनुष्य जन्मर स्वधर्म जे वर्णे साधि जे वा कर्म। ईश्वर वाक्ये धर्म साधि जेवा आश्रमे जेवा विधि। धर्म संपादि कर्म मध्ये अन्ते पसन्ति कृष्ण पादे। एगा शुणिबि इच्छा मोर हे मुनि मोते दया कर। तुम्भे जे पद्म जोनि सूत जान सकल परमार्थ। समाधि तप ज्ञान तोर संतोष तोते वेदवर। जे विप्र नारायण पर किय बा तार अगोचर। करुणावंत शांत देहे जेवा अछंती तुम्भ प्राय। से गुप्त धर्म को जानती जे धर्म अन्य न जानती। केवल दया सिंधु धीर अशेष ज्ञानर ईश्वर। हेमंते राजा भाव घेनी हसी कहन्ति ब्रह्ममुनि। नारद उवाच न मयि प्रभु नर हरि अजन्मा जन्म रूप धरि। अशेष प्राणी धर्म सेतु प्रकाश कले पार हेतु। से सनातन धर्मवाणी मुनारायण मुखु शुणी। सकल लोक धर्म अर्थे कहिबि नर नाथ तोते। से अवतार आत्मा अंशे जन्म लभिले धर्म वंशे। दक्ष कन्यार गर्भे हरि जन्मिले ऋषि रूप धरी। संसार लोक सिद्धि कामे
ସେ ବସି ବଦରିକାଶ୍ରମେ ତପସାଧନ୍ତି ଦୃଢ଼ କରି ନୃନାରାୟଣ ରୂପ ଧରି। ଯେ ହରି ସର୍ବ ଦେହେ ଆତ୍ମା ଧର୍ମର ମୂଳ ଶୁଦ୍ଧ କର୍ମା। ତାର ବଚନ ଶ୍ରୁତି ପଥେ ଯେ ପ୍ରାଣୀ ଶୁଣେ ଅବିରତେ। ଭକ୍ତି ସମ୍ପାଦିତା ଚରଣ ଆନନ୍ଦେ ପସନ୍ତି ଶରଣ। ସତ୍ୟ ଶୌଚ ଦୟା ତପ ତିତିକ୍ଷା ସମଦମ କଳ୍ପ। ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ ସାଧୁ ଶରୀର ରିପୁ ଭୋଗ। ସନ୍ତୋଷ ସମଦୃଷ୍ଟି ସେବା ଯେଣେ ସନ୍ତୋଷ ଋଷି ଦେବା। କର୍ମେ ନିବୃତ୍ତି ଗ୍ରାମ୍ୟ ଧର୍ମ ମୌନ ଆତ୍ମବିଚାରଣ। ହୃଦେ ନିରୋଧ ଦୁଷ୍ଟ ମନ ଏ ପ୍ରାଣୀ ସାଧାରଣ ଧର୍ମ। ତତ୍ତ୍ୱଧାରଣା ତତ୍ତ୍ୱଜ୍ଞାନ ଯା ଦେଖି ରହିବ ଚେତନ। ବିଷୟ କର୍ମ ଜାଣି ବ୍ୟର୍ଥ କେବେ ନ ଦେବ ତହିଁ ଚିତ୍ତ। ନ କରି ଅନ୍ୟ ଭୋଗା ଭୋଗ ଭୂତ ଅତିଥି ପୂଜାଗ। ଆତ୍ମା ଦେବତା ବୁଦ୍ଧି କରି ଏ ଭାବେ ଗୃହେ ଥିଲେ ତରି। ଶ୍ରୀକୃଷ୍ଣ ନାମ ଅନୁକ୍ଷଣ ସ୍ମରଣ ଶ୍ରବଣ କୀର୍ତ୍ତନ। ସେବା ପୂଜନ ଦାସ୍ୟପଣ ସୁସଖ୍ୟ ଆତ୍ମନିବେଦନ। ପରମ ଧର୍ମ ଏ ପ୍ରସିଦ୍ଧି ମନୁଷ୍ୟ ଜନ୍ମର ଏ ବିଧି। କୂଳ ଲକ୍ଷଣ ଧର୍ମ ଏହି ଯେଣେ ସନ୍ତୋଷ ଭାବଗ୍ରାହୀ। ଅଖିଳ ସଂସ୍କାର କାରଣେ ବେଦ ଅଭ୍ୟାସୀବେ ବ୍ରାହ୍ମଣେ। ବ୍ରାହ୍ମଣ ଆଦି ତିନି ବର୍ଣ୍ଣ ଯଜନ ଦାନ ଅଧ୍ୟୟନ। ଜନ୍ମାଦି କ୍ରିୟା କର୍ମ ଯେତେ ଚତୁର ଆଶ୍ରମ ସହିତେ। ପଠନ ଆଦି ଷଟ କର୍ମ ବ୍ରାହ୍ମଣ ଜନର ଏ ଧର୍ମ। ରାଜାର ଧର୍ମ ପ୍ରଜା ରକ୍ଷା ଆଦାନ ବିନେ ପଞ୍ଚ ଦୀକ୍ଷା। ବାଣିଜ୍ୟ କୃଷି ଗୋରକ୍ଷଣ ବୈଶ୍ୟ ଜନର ଏ ଲକ୍ଷଣ। ଶୂଦ୍ର ଜନର ଦ୍ୱିଜ ସେବା ଯେଣେ ସନ୍ତୋଷ ସର୍ବଦେବା। ଯେ ଧର୍ମ ଶ୍ରୁତି ସ୍ମୃତି ଭେଦେ ତାହା ସାଧିବ ନିରାପଦେ। ଆପଦେ ଅନ୍ୟ ବର୍ଣ୍ଣ କର୍ମେ ସାଧି ବଞ୍ଚିବ ତିନି ବର୍ଣ୍ଣେ। ବିପ୍ର ଜୀବନ ବୃତ୍ତି ଅର୍ଥେ କୃଷି ଅଥବା ଅଯାଚିତେ। ଧାନ୍ୟ ଯାଚଜ୍ଞା ପ୍ରତିଦିନ ଯେ ଅବା ବୃତ୍ତିଶୀଳୋଞ୍ଚନ। ବାଣିଜ୍ୟ କରିବା ବଞ୍ଚିବ ନିଚକୁ ସେବା ନ କରିବ। ବିପ୍ର କ୍ଷତ୍ରିୟ ବେନି ବର୍ଣ୍ଣ ବର୍ଜିବ ନିନ୍ଦା ବୃତ୍ତିମାନ। ଏତେ ଲକ୍ଷଣ ତୋତେ କହି ରାଜନ ଶୁଣ ମନ ଦେଇ। ହରି ହରି ବୋଲ। ତପସ ଉଚ୍ଚ ସମଦମ ସନ୍ତୋଷ ରଜୁ କ୍ଷମା ଜ୍ଞାନ। ସଦା ଅଚ୍ୟୁତ ଆତ୍ମା ସତ୍ୟ ବିପ୍ରଲକ୍ଷଣ ଏ ବିହିତ। ତେଜ ଶୌର୍ଯ୍ୟ ବୀର୍ଯ୍ୟ ଧୃତି ତ୍ୟାଗ ସଂଯମ ସତ୍ୟ ଶାନ୍ତି। ନିତ୍ୟ ପ୍ରସନ୍ନ ବିପ୍ରରକ୍ଷା କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା। ଗୁରୁ ଅଚ୍ୟୁତ ଦେବେ ଭକ୍ତି ତ୍ରିବର୍ଗ ସାଧଇ ଯେ ନୀତି। ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟ ବୈଶ୍ୟଜନର ଏ ଲକ୍ଷଣ। ଅକପଟରେ ସ୍ୱାମୀ ସେବା କେବେ ହେଁ ଚୋରି ନ କରିବା। ସତ୍ୟ ଯେ ଗୋବିପ୍ର ଲକ୍ଷଣ ମନ୍ତ୍ର ବିହୀନେ ଯଜ୍ଞ କର୍ମ। ସାଧୁ ବିନତି ଶୌଚ କର୍ମ ଶୂଦ୍ର ଜନର ଏ ସ୍ୱଧର୍ମ। ଏବେ ହୋ ଯୁଧିଷ୍ଠିର ଶୁଣ ସ୍ତ୍ରୀ ଜନର ଯେ ଲକ୍ଷଣ। ସ୍ୱାମୀର ଚରଣ କମଳେ
ସେବିବ ମନର ନିଶ୍ଚଳେ। ସ୍ୱାମୀର ବନ୍ଧୁ ଥିବେ ଯେତେ ତାଙ୍କ ତୋଷଣେ ଥିବ ନିତ୍ୟ। ପତିବ୍ରତାଙ୍କ ଏ ଲକ୍ଷଣ ନିଗମ ବଚନ ପ୍ରମାଣ। ଗୃହମାର୍ଜନ ଉପଲେପ ମଣ୍ଡନ ସାୟଙ୍କାଳେ ଦୀପ। ଶୌଚମାର୍ଜନ ତନୁ କେଶ ହରିଦ୍ରା ସୁଗନ୍ଧ ଉତ୍କର୍ଷ। ଶୁଦ୍ଧ ସୁନିତ୍ୟ କର୍ମ ସ୍ନାନ ପବିତ୍ର ସାତ୍ୱିକ ଭୋଜନ। ଆତ୍ମମଣ୍ଡନ ନିରନ୍ତରେ ଭୂଷଣ କଜ୍ଜ୍ୱଳ ସିନ୍ଦୁରେ। ବିନୟେ ଦମେ ସାଧ୍ୱୀ ନାରୀ ଯେ ଉଚ୍ଚ ନିଚ କର୍ମ କରି। ସର୍ବଦା ସ୍ନେହ ସତ୍ୟଶୀଳେ ଭଜିବ ପତି କାଳେ କାଳେ। ସତ୍ୟବଚନେ ପ୍ରେମେ ସଦା ପତିଙ୍କି ଭଜିବ ସର୍ବଦା। ସନ୍ତୋଷ ଅଲୋଭ ସୁଦକ୍ଷ ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ। ଶୁଚି ସୁସ୍ନିଗ୍ଧେ ସେ ଆନନ୍ଦେ ନିରତେ ସେବେ ସ୍ୱାମୀ ପାଦେ। ସେବା କରିବ ଜନ୍ତୁ ଜନେ ପର ପୁରୁଷ ପିତୃଜ୍ଞାନେ। ଯେ ନାରୀ ହରି ଭାବେ ନୀତି ସେବା କରନ୍ତି ନିଜ ପତି। ସେ ନାରୀ ଲକ୍ଷ୍ମୀ ପ୍ରାୟ ହୋଇ ପତିର ହସ୍ତେ ହସ୍ତ ଦେଇ। ପତି ସଙ୍ଗତେ ବିଷ୍ଣୁ ଲୋକେ ବସଇ ଆନନ୍ଦେ ଅଶୋକେ। ହରି ହରି ବୋଲ। ଅନ୍ୟ ଜାତିର ଯେବା ଧର୍ମ ନିୟତ କୁଳର ଯେ କର୍ମ। ଏମନ୍ତ ଧର୍ମ ଯୁଗେ ଯୁଗେ ଜାଣି ସେବନ୍ତି ଅନୁରାଗେ। ବେଦ ଦୃଷ୍ଟିରେ ବିପ୍ରଜନେ ଧର୍ମ କହନ୍ତି ଅବର୍ହାନେ। ଯେ ଧର୍ମେ ଇହ ପରଲୋକେ ପ୍ରାଣୀ ତରନ୍ତି ଆତ୍ମସୁଖେ। ବୃତ୍ତି ସ୍ୱଭାବେ କ୍ରିୟା ଘେନି ଯେ ଧର୍ମ ଇହ ପରେ ମାନି। ବର୍ତ୍ତନ୍ତି ସ୍ୱକର୍ମ କରଣେ ସେନରେ ପଶନ୍ତି ନିର୍ଗୁଣେ। ନିରତେ ତପବ୍ରତ କରି ବିଷ୍ଣୁ ମାୟାରୁ ଯାନ୍ତି ତରି। ନିଷ୍କାମ ମାର୍ଗେ ଯେବେ ଭଜେ ଅଙ୍କୁର ଯେହ୍ନେ ଦଗ୍ଧ ବୀଜେ। କେବେ ହେଁ ବୃକ୍ଷ ସେ ନୁହଇଁ ଯତ୍ନ କଲେ ହେଁ ନାଶ ଯାଇ। କିଅ ବା କାମ ଜଡ଼ ଚିତ୍ତେ ଯେବେ ସେବଇ ଅବିରତେ। ତେବେ ବିରକ୍ତ ଚିତ୍ତ ହୋଏ ବହୁତ ଘୃତେ ଅଗ୍ନି ପ୍ରାଏ। ସେ ବର୍ଣ୍ଣେ ଯେ ମନ୍ତ ଲକ୍ଷଣ ବେଦ ବର୍ଣ୍ଣନ୍ତି ମୁନିଗଣ। ତା ଅଧୋ ଊର୍ଦ୍ଧ୍ୱେ ଯେବେ ଦେଖି ସେ ବର୍ଣ୍ଣ ମଧ୍ୟେ ତାକୁ ଲେଖି। ଏମନ୍ତ ଧର୍ମ ଅନୁବାଦେ ମୁନି କହନ୍ତି ସଭା ମଧ୍ୟେ। ଶୁଣି ସାନନ୍ଦ ଧର୍ମ ସୁତ କହଇ ଦାସ ଜଗନ୍ନାଥ। ଭାବେ ଶୁଣି ସାନନ୍ଦ ଧର୍ମ ସୁତ ଭାବେ କହଇ ଦାସ ଜଗନ୍ନାଥ। ହରି ହରି ବୋଲ। इति श्रीमद्भागवते महापुराणे पारमहंस्यां संहितायां सप्तमस्कन्धे युधिष्ठिर नारद संवादे सदाचार निर्णयो नाम 11 अध्यायः।